ସମସ୍ତଙ୍କୁ ନମସ୍କାର। ଆଜିର ବିଷୟବସ୍ତୁ ହେଉଛି ପାଠରେ ଇଚ୍ଛା ହେଉନଥିଲେ କିମ୍ବା ପାଠ ହେଉନଥିଲେ କ'ଣ କରିବା ଉଚିତ। ଅର୍ଥାତ୍ ପାଠ ପଢ଼ିବା ପାଇଁ ଆଗ୍ରହ ହେଉନଥିବ କିମ୍ବା ଯେତେ ପରିଶ୍ରମ କଲେ ବି ପାଠ ହେଉନଥିବ, ଏହି ଉଭୟ ଶ୍ରେଣୀର ପିଲାମାନେ କ'ଣ କରିବା ଉଚିତ ସେ ବିଷୟରେ ଆଲୋଚନା କରାଯାଇଛି। ପ୍ରଥମେ ଆମେ ଦେଖିବା ଯେ ଯେଉଁ ପିଲା ଯେତେ ପରିଶ୍ରମ କଲେ ବି ପାଠ ହେଉନାହିଁ ତାଙ୍କରି ବିଷୟରେ। କିଛି ପିଲା ଅଛନ୍ତି, ଏହା ବହୁତ କମ୍ ଧରଣର ପିଲା ବା କ୍ୱଚିତ ପିଲା, ଯେଉଁମାନେ ବହୁତ ପରିଶ୍ରମ କରନ୍ତି, ଚେଷ୍ଟା କରନ୍ତି, କିନ୍ତୁ ସେମାନଙ୍କର ପାଠ ହେଉନଥାଏ। କାରଣ ସ୍ମରଣ ଶକ୍ତିର ଅଭାବ ବା ଆମେ କହିପାରିବା ଈଶ୍ୱରଙ୍କ ତାଙ୍କ ପ୍ରତି ପାଠରେ ହୁଏତ କିଛି କମ୍ କରି ଛାଡ଼ିଛନ୍ତି। ତେଣୁ ଏହି ଧରଣର ପିଲାମାନେ ପାଠ ପଢ଼ିବାକୁ ଚେଷ୍ଟା କଲେ ବି ହୁଏ ନାହିଁ। ତ ଏହି ଧରଣର ପିଲାମାନଙ୍କ ପାଇଁ ଭଲ ରାସ୍ତା ଅଛି। ଏମାନେ ହତୋତ୍ସାହ ହେବା ଉଚିତ ନୁହେଁ। ଏମାନେ ନିଜକୁ ନ୍ୟୁନ ମନେ କରିବା ଅନୁଚିତ ଅଟେ। ଏମାନେ ନିଜକୁ ଦୁର୍ବଳ ଭାବି ଆଜିକାଲି ଯେଉଁ ଆତ୍ମହତ୍ୟା ଆଡ଼କୁ ପିଲା ଚାଲି ଯାଉଛନ୍ତି ସେଭଳି ବି କରିବା ଅନୁଚିତ ଅଟେ। କିନ୍ତୁ ପରିଶ୍ରମ ଜାରି ରଖିବା ଉଚିତ। ହେଉ ନ ହେଉ, ଯେତିକି ପାଠ ମନେ ରହୁଛି ରହୁ, ଦୃଢ଼ ପରିଶ୍ରମ କରିବା ଉଚିତ। ଫଳାଫଳ ଯାହା ହେଉନା କାହିଁକି ସେଥିରେ ହତୋତ୍ସାହ ହେବା ଅନୁଚିତ ଅଟେ। ତ ଏହି ଧରଣର ପିଲାମାନେ ଯେଉଁମାନଙ୍କର ପରିଶ୍ରମ କଲେ ବି ପାଠ ହେଉନି, ଏହି ପିଲାମାନେ ଅତି କମରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିପାରିବେ। କାରଣ ଦଶମ ଶ୍ରେଣୀ ଭିତରେ ଆମର ସେମିତି କିଛି ପରୀକ୍ଷା ନାହିଁ ଯେଉଁଠିକି ପିଲାକୁ ଅଟକାଯାଏ। ତେଣୁ ସେହି ଧରଣ ପିଲାମାନେ କମ୍ ସେ କମ୍ ଯେଣୁ ତେଣୁ ବି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଦେବା ଉଚିତ। ଦଶମ ଶ୍ରେଣୀ ଭିତରେ ଯେଉଁ ସବୁ ଜ୍ଞାନ ରହିଛି ତାହାରି ବିଷୟରେ ଯଦି ଆମେ ଭଲ ଭାବରେ ଟିକେ ଚେଷ୍ଟା କରି ପଢ଼ିବା, ତାହେଲେ ପରୀକ୍ଷାରେ ହୁଏତ ଲେଖି ନ ପାରନ୍ତି, କିନ୍ତୁ ଆମେ ବୁଝିପାରିବା ଦୁନିଆ କ'ଣ, ଦେଶ କ'ଣ, ସମାଜ କ'ଣ, ଆମ ଚତୁଃପାର୍ଶ୍ୱ କ'ଣ, ପରିବେଶ କ'ଣ, ବ୍ୟାଙ୍କ କ'ଣ, ଆମର ଯାତାୟାତ ଗମନାଗମନ କେମିତି ଚାଲିଛି, ଇତ୍ୟାଦି ଇତ୍ୟାଦି ଅନେକ ବିଷୟବସ୍ତୁ ବିଷୟରେ ଆମର ଜ୍ଞାନ ଧାରଣା ଆସିପାରିବ। ଯଦି ଦଶମ ଆମେ କୃତକାର୍ଯ୍ୟ ହେଲେ ତାହେଲେ ଦ୍ୱାଦଶ ଯାଏଁ ପଢ଼ିବା। ଯେଉଁଠି ଆମେ ଯେତେ ଚେଷ୍ଟା କଲେ ହେଇପାରୁନି, ହୁଏତ ସେଇଠି ଅଟକି ଯାଇପାରିବା, କିନ୍ତୁ ଯେତେ ଦୂର ପର୍ଯ୍ୟନ୍ତ ଯାଇପାରିବା ସେତିକି ଦୂର ପର୍ଯ୍ୟନ୍ତ ଯିବାକୁ ଚେଷ୍ଟା ରଖିବା। ଯେଉଁଠି ଆମର ଅଟକି ଯାଆନ୍ତି ସେଇଠୁ ଆମେ ସଙ୍ଗେ ସଙ୍ଗେ ରୋଜଗାରରେ ଲାଗିଯିବା ଉଚିତ। ଏହି ଧରଣର ପିଲାମାନେ ବିଭିନ୍ନ ପ୍ରକାର ବ୍ୟବସାୟ, ଆତ୍ମନିଯୁକ୍ତି ଏବଂ ସମାଜରେ ଅନ୍ୟାନ୍ୟ ଯେତେ ସବୁ ରୋଜଗାର ପନ୍ଥା ଅଛି ତାହାକୁ ତୁରନ୍ତ ବାଛି ନେବା ଉଚିତ। ଏଥିରେ ଦେଖାଯାଏ ଏହି ଧରଣର ପିଲାମାନେ ପାଠ ଭଲ ହେଉଥିବା ପିଲାଙ୍କ ଠାରୁ ନିର୍ଦ୍ଦିଷ୍ଟ ବୟସ ପରେ କମ୍ ନୁହନ୍ତି। ଏମାନଙ୍କ ମଧ୍ୟରୁ ଅନେକ ରାଜନେତା ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ ଫିଲ୍ମ ଷ୍ଟାର, ଅନେକ କ୍ରିକେଟର, ଅନେକ ଶିଳ୍ପପତି, ପୁଞ୍ଜିପତି, ବଡ଼ ବଡ଼ ବ୍ୟବସାୟୀ ବି ହୋଇଛନ୍ତି। ତେଣୁ ଆମକୁ ପ୍ରଥମେ ରୋଜଗାର ପନ୍ଥା ଖୋଜିବାକୁ ପଡ଼ିବ। ଏହା ନୁହେଁ ଯେ ପାଠ ହେଉନି ମାନେ ସେ ଜୀବନରେ ହାରିଗଲା ବା ତା ଜୀବନରେ କିଛି କରିପାରିବ ନାହିଁ। ଏହା ଏକ ଭ୍ରାନ୍ତ ଧାରଣା। ଆମର ଯେଉଁଥିରେ ଦକ୍ଷତା ରହିଛି, ଯେଉଁଥିରେ ରୁଚି ରହିଛି, ଯେଉଁଥିରେ କଳା ରହିଛି, ଯେପରିକି ଗୀତ ଗାଇବା, ଡ୍ୟାନ୍ସ କରିବା, କ୍ରିକେଟ ଖେଳିବା କିମ୍ବା ଅନ୍ୟ କୌଣସି ରାଜନୈତିକ ଦଳ ସହିତ ସଂଶ୍ଳିଷ୍ଟ ହୋଇ ସମାଜ ସେବା କରିବା ବା ଅନ୍ୟ ଯାହା ଆମର ଯେଉଁଥିରେ ଦକ୍ଷତା ରହିଛି ସେ ବିଷୟରେ ଆଗକୁ ଯାଇ ଆମେ ଯଦି ସଂଯମୀ ହେବା, ପରିଶ୍ରମୀ ହେବା, ନିଶ୍ଚିତ ଭାବେ ପାଠ ପଢ଼ିବା ନ ପଢ଼ିବା ଭିତରେ କିଛି ପାର୍ଥକ୍ୟ ଆସିବ ନାହିଁ। ଏବଂ ଏହା ବି ଦେଖାଯାଇଛି ଯେଉଁମାନେ ଭଲ ପାଠ ପଢ଼ନ୍ତି ସେହି ପିଲାମାନଙ୍କ ତୁଳନାରେ ଏହି ଧରଣର ପିଲାମାନେ ବି ବହୁତ ପ୍ରତିଷ୍ଠା ଲାଭ କରିଛନ୍ତି। ଏହା ସମସ୍ତଙ୍କୁ ଜଣା। ଇଏ ହେଉଛି ଯେଉଁ ପିଲାମାନଙ୍କର ପାଠ ପଢ଼ିଲେ ବି ପାଠ ହେଉନାହିଁ ସେମାନଙ୍କ ପାଇଁ ଏହା ଥିଲା ଏକ ବାର୍ତ୍ତା। ଦ୍ୱିତୀୟତଃ ଆସିବା ଯେଉଁ ପିଲାମାନଙ୍କ ପାଠରେ ଇଚ୍ଛା ହେଉନାହିଁ, ଆଗ୍ରହ ଆସୁନାହିଁ ବା ରୁଚି ରହୁନାହିଁ, ସେହି ଧରଣର ପିଲାମାନେ କ'ଣ କରିବା ଉଚିତ। ଯେଉଁ ପିଲାମାନଙ୍କର ପାଠ ମନେ ରହିବାର ସ୍ମରଣ ଶକ୍ତି ଭଗବାନ କିଛି ନା କିଛି ଦେଇଛନ୍ତି କିନ୍ତୁ ଇଚ୍ଛା ଆସୁନାହିଁ, ସେହିମାନଙ୍କୁ ଅନୁରୋଧ ସେମାନେ ଯେଣୁ ତେଣୁ ଇଚ୍ଛାକୁ ଜାଗ୍ରତ କରିବା ଉଚିତ, ପରିଶ୍ରମ କରିବା ଉଚିତ। ସେମାନେ ବାହାନା ଠାରୁ ଦୂରେଇ ରହିବା ଉଚିତ, ସାଙ୍ଗସାଥି ଠାରୁ ଦୂରେଇ ରହିବା ଉଚିତ। ଫିଲ୍ମ, କ୍ରିକେଟ, ଆଜିକାଲିର ସୋସିଆଲ ମିଡ଼ିଆ, ୟୁଟ୍ୟୁବ, ଫେସବୁକ୍, ବିଶେଷତଃ ସାଙ୍ଗସାଥି ମେଳରେ ପଡ଼ି ଅଧିକାଂଶ ପିଲା ପାଠ ପ୍ରତି ଦୂରେଇ ଯାଇଥାନ୍ତି। ସେମାନଙ୍କର ପାଠ ହେବ
କିନ୍ତୁ ସାଙ୍ଗସାଥିରେ ପଡ଼ି ଟିଭି ଦେଖି ଖେଳ କ୍ରିକେଟ ଫିଲ୍ମ ଏ ଭିତରେ ସେମାନେ ମାତି ଯାଇ ତାଙ୍କର ଆଗ୍ରହଟାକୁ ଧୀରେ ଧୀରେ କମାଇ ଦେଇଥାନ୍ତି। ତେଣୁ ସେହି ଧରଣ ପିଲାମାନେ ଯଦି ପୂଜା ପ୍ରାର୍ଥନା କରିବେ, ନିରବତାରେ ରହିବେ, ବାପା ମାଙ୍କ କଥା ମାନିବେ, ଗୁରୁଜନମାନଙ୍କ କଥା ମାନିବେ, ଟିକେ ନିଷ୍ଠାପର ହେବେ, ଏକାନ୍ତବାସ ରହିବେ, ସେମାନେ ନିଶ୍ଚିତ ଭାବରେ ପାଠରେ ଆଗ୍ରହ ଆସିବ। ତ ସେହି ଧରଣ ପିଲାମାନେ ଯେତେ ଦିନ ଯାଏଁ ତାଙ୍କର ପାଠ ପ୍ରତି ଇଚ୍ଛା ଶକ୍ତି ରହିଛି ବା ଇଚ୍ଛା ଶକ୍ତି ସୃଷ୍ଟି କରେଇଲେ ସେତିକି ଦୂର ପର୍ଯ୍ୟନ୍ତ ଦୃଢ଼ ପରିଶ୍ରମ କରି ଆଗକୁ ଯାଇ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପହଞ୍ଚିବା ଉଚିତ। ଯେଉଁଠି ସେମାନେ ଅଟକି ଯାଇଥାନ୍ତି, ତାଙ୍କର ଆଉ ଇଚ୍ଛା ଆଦୌ ହେଉନାହିଁ, ବିଲକୁଲ ହେଉନାହିଁ, ସେମାନେ ପାଠ ପଢ଼ିଲେ ତାଙ୍କର ଯଦି ମାନସିକ କିଛି ଅସୁବିଧା ହେବାର ସମ୍ଭାବନା ଦେଖାଯାଏ, ତାହେଲେ ସେଇଠି ସେମାନେ ଅଟକି ଯିବା ଉଚିତ ଏବଂ ତୁରନ୍ତ ରୋଜଗାରରେ ଲାଗିଯିବା ଉଚିତ। ଯାହାର ଯେଉଁ ଦକ୍ଷତା ଅଛି, ଯଦି ସେମାନେ ସରକାରୀ ଚାକିରି ପାଇବା ପାଇଁ ଚେଷ୍ଟା କରିପାରିବେ, ତାଙ୍କର ଦକ୍ଷତା ଅନୁଯାୟୀ ସେଥିପାଇଁ ଚେଷ୍ଟା କରିବା ଉଚିତ। ନାହିଁ ଯଦି ସେମାନେ ବେସରକାରୀ ସଂସ୍ଥାରେ ବି ଅନେକ ଚାକିରି ବାହାରୁଛି, ସେଥିରେ ବି ସେମାନେ ନିଯୁକ୍ତି ହୋଇପାରିବେ, କିମ୍ବା ଉଭୟ ସରକାରୀ ବେସରକାରୀ ଚାକିରିକୁ ବି ପ୍ରତ୍ୟାଖ୍ୟାନ କରି କିଛି ବ୍ୟବସାୟ ବା ଅନ୍ୟାନ୍ୟ ଯେତେ ସବୁ ଆଗରୁ କୁହାଗଲା ଆତ୍ମନିର୍ଭରଶୀଳ କଥା ଗୁଡ଼ାକ, ସେଗୁଡ଼ାକ ବି ସେମାନେ ଆପଣେଇ ପାରିବେ। ତ ଏଥିରୁ ଆମେ ସ୍ପଷ୍ଟ ବାରିପାରିଲୁ ଯେ ଉଭୟ ଧରଣର ପିଲା ଯେତେ ଦିନ ଯାଏଁ ପାଠରେ ପାରିପାରିବେ, ଯେତେ ଦିନ ପର୍ଯ୍ୟନ୍ତ ବା ଯେଉଁଠି ପର୍ଯ୍ୟନ୍ତ ଯାଇପାରିବେ ସେତିକି ଯାଏଁ ଦୃଢ଼ ପ୍ରୟାସ ଜାରି ରଖିବା ଉଚିତ ଏବଂ ପରେ ପରେ ତୁରନ୍ତ ରୋଜଗାରକୁ ଆପଣେଇ ନେବା ହେଉଛି ଶ୍ରେଷ୍ଠ କର୍ତ୍ତବ୍ୟ। କାରଣ ରୋଜଗାର ନଥିଲେ ଦୁନିଆରେ ନିର୍ଦ୍ଦିଷ୍ଟ ବୟସ ପରେ କେହି ଗ୍ରହଣ କରିବେ ନାହିଁ, କିମ୍ବା କେହି ବିପଦ ଆପଦରେ ଆମକୁ ଟଙ୍କାଟିଏ ବି ସାହାଯ୍ୟ କରିବେ ନାହିଁ। ତେଣୁ ଦୃଢ଼ ରୋଜଗାର କରିବା ଏବଂ ଉକ୍ତ ରୋଜଗାରକୁ ନିଜ ପରିବାର ବା ସମାଜ ପାଇଁ ବି କିଛି ଉପଯୋଗ କରି ଆମେ ଜୀବନ ଧାରଣ କରିପାରିବା। ତେଣୁ ଏଥିରେ ପାଠ ଜୀବନ ପାଇଁ ନିହାତି ଦରକାର, କିନ୍ତୁ ପାଠ ସର୍ବସ୍ୱ ନୁହେଁ। ପାଠ ପଢ଼ିବା ସମସ୍ତଙ୍କର ଅଧିକାର ରହିଛି ଏବଂ ସମସ୍ତଙ୍କର କର୍ତ୍ତବ୍ୟ ବି। କାରଣ ଜଣେ ପାଠ ଯଦି ନ ପଢ଼ିବ, ସିଏ ହୁଏତ ବିରାଟ ଧନୀ ହୋଇପାରେ, ସିଏ ହୁଏତ ବିରାଟ କ୍ଷମତାର ଅଧିକାରୀ ହୋଇପାରେ, କିନ୍ତୁ ଦୁନିଆକୁ ପ୍ରକୃତରେ ବାସ୍ତବରେ ଭଲ ଭାବରେ ଜାଣିପାରିବ ନାହିଁ। ଆମେ ଏ ମର୍ତ୍ତ୍ୟରେ ଜନ୍ମ ହୋଇଛନ୍ତି କେବଳ ଯେ ଆମେ ଧନ ସମ୍ପତ୍ତି କ୍ଷମତାର ଅଧିକାରୀ ହୋଇ ସଂସାରରୁ ବିଦାୟ ନେବା ନୁହେଁ। ଆମେ ଦୁନିଆକୁ ବୁଝିବା, ଈଶ୍ୱରଙ୍କୁ ବୁଝିବା, ପ୍ରକୃତିକୁ ବୁଝିବା, ସବୁ ବୁଝିକିରି ଆମେ ଯଦି ବିଦାୟ ନେବା, ହୁଏତ ଆଧ୍ୟାତ୍ମିକ ଦୃଷ୍ଟିରୁ ବହୁତ ଭଲ ବୋଲି କୁହାଯିବ। ତେଣୁ ପାଠ ସମସ୍ତେ ପଢ଼ିବା ଦରକାର। ପାଠ ନ ପଢ଼ି ଆଜିକାଲି ଯୁଗରେ ଯେଉଁମାନେ ରହୁଛନ୍ତି, ତାଙ୍କଠାରୁ ବୋକା ସଂସାରରେ କେହି ନାହିଁ। ସେଇଭଳିଆ ଅଭିଭାବକମାନଙ୍କୁ ବା ପିଲାମାନଙ୍କୁ ବହୁତ ବହୁତ ଅନୁରୋଧ, ସେମାନେ ଆଜିର ବ୍ୟବସ୍ଥାରେ ମାଗଣା ବ୍ୟବସ୍ଥାରେ ପାଠ ପଢ଼ିବା ପାଇଁ ନିଶ୍ଚିତ ଭାବରେ ଶପଥ ନିଅନ୍ତୁ ଏବଂ ନିଜ ପିଲାମାନଙ୍କୁ ନିଶ୍ଚିତ ପାଠ ପଢ଼ାନ୍ତୁ। କାରଣ ସରକାର ବିଭିନ୍ନ ପ୍ରୋତ୍ସାହନ ଯୋଗାଉଛନ୍ତି, ସ୍କଲାରସିପ୍ ଦେଉଛନ୍ତି ଏବଂ ନିଯୁକ୍ତି ମେଳା ବି କରୁଛନ୍ତି ଏବଂ ମାଗଣାରେ ବି ବହୁତ ଜାଗାରେ ପାଠ ପଢ଼ା ହେଉଛି। ତେଣୁ ପାଠ ପଢ଼ିବା ପାଇଁ ଆଜି ଆଉ ଅର୍ଥ ବାଧକ ସାଜି ନାହିଁ। ତୁରନ୍ତ ସେମାନେ ପାଠ ନିଶ୍ଚିତ ପଢ଼ନ୍ତୁ, କିନ୍ତୁ ପାଠ ହେଉନାହିଁ ବା ପାଠରେ ଇଚ୍ଛା ହେଉନାହିଁ କହି ସେମାନେ ଆତ୍ମହତ୍ୟା ଆଡ଼କୁ ନ ଯାଆନ୍ତୁ, କିମ୍ବା ନ୍ୟୁନ ନିଜକୁ ନ ଭାବନ୍ତୁ। ପାଠ ନିହାତି ଜରୁରୀ, କିନ୍ତୁ ପାଠ ସର୍ବସ୍ୱ ନୁହେଁ। ଏକ ନିର୍ଦ୍ଦିଷ୍ଟ ବୟସ ପରେ ପାଠ ବା ଶିକ୍ଷାଗତ ଯୋଗ୍ୟତାର କୌଣସି ମୂଲ୍ୟ ରହେ ନାହିଁ। ନିର୍ଦ୍ଦିଷ୍ଟ ବୟସ ପରେ ଆମର ଧନ ସମ୍ପତ୍ତି, ରୋଜଗାର, ସ୍ୱାସ୍ଥ୍ୟ, ପରିବାର, ସାମାଜିକ ପତିଆରା, ପ୍ରସିଦ୍ଧି ଓ ପ୍ରତିଷ୍ଠାକୁ ହିଁ ଲୋକ ଦେଖନ୍ତି ଏବଂ ତାହା ଯଦି ଦୃଢ଼ ହୋଇଛି, ତାହେଲେ ପାଠ ହେଉ କି ନ ହେଉ କେହି ପଚାରିବେ ନାହିଁ। ସମସ୍ତଙ୍କୁ ଧନ୍ୟବାଦ। ମୁଁ ଡକ୍ଟର ଅଶ୍ୱିନୀ କୁମାର ରାଉତ, ସହକାରୀ ପ୍ରଫେସର, ଗଣିତ ବିଭାଗ।